ଅପ୍ରେଲ ମାସର ପ୍ରଥମାର୍ଦ୍ଧରେ ତିନୋଟି ବଡ଼ ମହାଗ୍ରହ ରବି, ଶନି ଓ ମଙ୍ଗଳ ମହାଗ୍ରହ ବୃଷ ରାଶିର ଏକାଦଶ ବା ଆୟ ସ୍ଥାନରେ ରହୁଥିବାରୁ ବୃଷ ରାଶିଜାତ ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ଉପାୟରୁ ପ୍ରଚୁର ଧନଲାଭ କରିବାରେ ସମର୍ଥ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃଷ ରାଶି ପାଇଁ ଅପ୍ରେଲ ମାସର ମାସିକ ରାଶି ଫଳ। ଅପ୍ରେଲ ମାସରେ ବୃଷ ରାଶିର ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ପ୍ରାୟତଃ ମିଶ୍ରିତ ଫଳ ପ୍ରାପ୍ତ କରିବେ, କିନ୍ତୁ ଟିକିଏ ଅଧିକା ପରିଶ୍ରମ କଲେ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଚମତ୍କାର ସଫଳତା ମଧ୍ୟ ହାସଲ କରିହେବ। କର୍ମକ୍ଷେତ୍ରରେ ଅଧିକା ପ୍ରେସର ରହିଲେ ମଧ୍ୟ ପରିଶ୍ରମ ଦ୍ୱାରା ସେ ସବୁର ସମାଧାନ କରିବା ସହିତ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ଅପ୍ରେଲ ମାସର ପ୍ରଥମାର୍ଦ୍ଧରେ ତିନୋଟି ବଡ଼ ମହାଗ୍ରହ ରବି ମହାଗ୍ରହ, ଶନି ମହାଗ୍ରହ ଓ ମଙ୍ଗଳ ମହାଗ୍ରହ ବୃଷ ରାଶିର ଲାଭ ବା ଆୟ ସ୍ଥାନରେ ରହୁଥିବାରୁ ବୃଷ ରାଶିଜାତ ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ଉପାୟରୁ ପ୍ରଚୁର ଧନଲାଭ କରିବାରେ ସମର୍ଥ ହେବେ, କିନ୍ତୁ ବ୍ୟବସାୟ କ୍ଷେତ୍ରରେ ରହିଥିବା ବୃଷ ରାଶିଜାତ ବ୍ୟକ୍ତି ବିଶେଷ ଜିନିଷ କିଣାବିକା ସମୟରେ ସତର୍କ ରହିବା ଉଚିତ ହେବ, ନଚେତ୍ ଲାଭର ପରିମାଣ କମ୍ ହୋଇଯାଇପାରେ। ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟଟି ସର୍ବୋତ୍କୃଷ୍ଟ ସମୟ ରହିବ, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ଚାକିରି କ୍ଷେତ୍ରରେ ଆସନ୍ନ ବଦଳି ହେବାର ଭୟ ଦେଖାଯିବ। ଆର୍ଥିକ ଦୃଷ୍ଟିକୋଣରୁ ଅପ୍ରେଲ ମାସଟି ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁତ ବଢ଼ିଆ ରହିବ। ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ। ବିଭିନ୍ନ ଅର୍ଥ ଲଗାଣ କ୍ଷେତ୍ର, ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ଓ ବ୍ୟାଙ୍କ ପ୍ରଭୃତିରେ କରିଥିବା ଅର୍ଥ ନିବେଶରୁ ଏ ମାସରେ ମୋଟା ରକମର ଅର୍ଥ ପ୍ରାପ୍ତ କରିପାରିବେ, କିନ୍ତୁ ଏହା ସାଙ୍ଗକୁ ମାସର ଦ୍ୱିତୀୟାର୍ଦ୍ଧରେ ଖର୍ଚ୍ଚର ପରିମାଣ ମଧ୍ୟ ବୃଦ୍ଧି ପାଇବ। ଶୁକ୍ର ମହାଗ୍ରହଙ୍କର ଆଶୀର୍ବାଦରୁ ପ୍ରେମ ସମ୍ପର୍କରେ ରହିଥିବା ବୃଷ ରାଶିଜାତ ବ୍ୟକ୍ତି ବଡ଼ ରୋମାଣ୍ଟିକ ସମୟ ଭିତରେ ସମୟ କଟାଇବେ। ପାର୍ଟନରଙ୍କ ସହିତ ଦୂରସ୍ଥାନ ଭ୍ରମଣରେ ଯିବା ପାଇଁ ସୁଯୋଗ ଆସିବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଭଲ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯିବାର ପ୍ରବଳ ସମ୍ଭାବନା ଦେଖାଯାଏ। ପାରିବାରିକ ଜୀବନରେ କିଛିଟା ସମସ୍ୟା ଦେଖାଯିବାର ସମ୍ଭାବନା ରହିଅଛି। ଅର୍ଥ ଖର୍ଚ୍ଚକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବାର ସମ୍ଭାବନା। ପିତାମାତାଙ୍କର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଅଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇପାରେ। ରାଷ୍ଟ୍ରୀୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅପ୍ରେଲ ମାସର ପ୍ରଥମାର୍ଦ୍ଧଟି ବେଶ ଭଲରେ କଟିବ, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ଖାଦ୍ୟ ହଜମ ପ୍ରକ୍ରିୟା ଜନିତ ଗଣ୍ଡଗୋଳ ସର୍ବଦା ଲାଗି ରହିବ। ପେଟରେ ଗ୍ୟାସ୍ ସୃଷ୍ଟି ହୋଇ ପେଟରେ ଯନ୍ତ୍ରଣା ଦେଖାଯିବ। ଛାତିରେ ମଧ୍ୟ ଯନ୍ତ୍ରଣା ସୃଷ୍ଟି ହୋଇପାରେ। ସେଥିପାଇଁ ଖାଦ୍ୟପେୟ ଗ୍ରହଣ ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ହେବ। ଅବଶ୍ୟ ବୃଷ ରାଶିଜାତ ବ୍ୟକ୍ତିଙ୍କ ଜାତକ ଅନୁଯାୟୀ ଭୋଗ ହେଉଥିବା ମହାଦଶା, ଅନ୍ତର୍ଦଶା ଓ ଅନ୍ତର୍ଦଶା ଅନୁଯାୟୀ ଫଳାଫଳରେ ତାରତମ୍ୟ ନିଶ୍ଚିତ ଆସିପାରେ। ବୃଷ ରାଶିଜାତ ବ୍ୟକ୍ତି 2026 ମସିହାରେ ଅପ୍ରେଲ ମାସରେ ପ୍ରତ୍ୟହ ମହାଲକ୍ଷ୍ମୀ ଅଷ୍ଟକ ପାଠ କଲେ ବହୁତ ଗୁଡ଼ିଏ ଅଶୁଭ ଫଳ ସେମାନଙ୍କର ନିବାରଣ ହୋଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୁଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।